ପାଲାବାଲା ଦେ ଛଡ଼ା ନେ ଶବ୍ଦ ନାହିଁ, ଦେ ଛଡ଼ା ନେ ଶବ୍ଦ ନାହିଁ। ଜଳଖିଆ ଦିଅ, ପାନ ଦିଅ, ଭଲ ଖାଦ୍ୟ ଦିଅ, ସର୍ବଶେଷରେ ପାରିଶ୍ରୁତିକ ଦିଅ। ପାଲାବାଲା କେବେ କହିନାହାନ୍ତି ଦୁଶାସନ ବାବୁ ପାନ ଖଣ୍ଡେ ନିଅନ୍ତୁ, ଚା କପେ ନିଅନ୍ତୁ ନା। ପାଲାବାଲା ଦେଇ ଜାଣନ୍ତିନି, ନେଇ ଜାଣନ୍ତି। ପାଲାବାଲା ଦେଇ ଜାଣନ୍ତିନି, ନେଇ ଜାଣନ୍ତି। ବିପଦ ବେଳେ 4 ଜଣଙ୍କୁ ପରୀକ୍ଷା କରାଯାଏ। ବିପଦ ବେଳେ କେଉଁ 4 ଜଣଙ୍କୁ ଆପଣ ମାନେ ପରୀକ୍ଷା କରିବେ? ବିଶ୍ୱର ସମ୍ବାଦ କଣ, ଜଗତରେ ଆଶ୍ଚର୍ଯ୍ୟ କଥା କଣ, ବାଟ କିଏ, କେଉଁ ବାଟ ଦେଇ ଗଲେ ଲୋକ ଉଦ୍ଧାର ହବ, ଜଗତରେ ସୁଖୀ କିଏ? ହଁ ମୋ ଦୁଶାସନ ବାବୁ ଆସିଲେନି। ଆଜ୍ଞା ଆଜ୍ଞା। ଉପସ୍ଥିତ ମୋର ଗୁରୁଜନ ମଣ୍ଡଳୀ ତଥା ମା ଓ ଭଉଣୀମାନେ ତଥା ପାଲାପ୍ରେମୀ ବନ୍ଧୁଗଣ ଏବଂ କମିଟିର ସମସ୍ତ କର୍ମକର୍ତ୍ତାଗଣ ଏବଂ ଉଭୟ ଦଳର କଳାକାରବୃନ୍ଦ ଏବଂ ଆଜିର ଯେଉଁ ପଣା ମହୋତ୍ସବ ଯେଉଁ ଆଲୋଚନାଟି କଲେ ଦୁଃଖ ଲାଗୁଛି। କାଲି ସକାଳେ, କାଲି ସନ୍ଧ୍ୟାବେଳେ ଏ ଜାଗାକୁ ଦେଖିଲେ ଯେଉଁମାନେ ପ୍ରକୃତ ଏଥିରେ ନିଜକୁ ସାମିଲ କରିଥିବେ ସେମାନେ କେତେ ଦୁଃଖ ଅନୁଭବ କରିବେ ସେଇମାନେ ଜାଣନ୍ତି। ସେମାନେ କେତେ ଦୁଃଖ ଅନୁଭବ କରିବେ ସେଇମାନେ ଜାଣନ୍ତି। ମୁଁ ଆପଣମାନଙ୍କୁ କହି ରଖିଛି, ଆଜି ପୋଷା ଖେଳରେ ହାରି ଯାଇଛନ୍ତି ପାଣ୍ଡବମାନେ। ଜଙ୍ଗଲରେ ଦୁଃଖ କଷ୍ଟରେ କାଳାତିକ୍ରାନ୍ତ କରୁଛନ୍ତି। ଯୋଉ ଜଙ୍ଗଲରେ ପାଣ୍ଡବମାନେ ଦୁଃଖ କଷ୍ଟରେ ଚଳୁଛନ୍ତି, ସେଦିନ ସେ ଜଙ୍ଗଲର ଅବସ୍ଥା କଣ ହୋଇଛି? ଘୋର କାନନେ ନ ମିଳେ ଜଳ, ଘୋର କାନନେ ନ ମିଳେ ଜଳ, ଘୋଟିଲା କି ଦୁର୍ବିପାକ ବେଳ, ଘୋଟିଲା କି ଦୁର୍ବିପାକ ବେଳ। ଦୀର୍ଘ ପ୍ରସାରୀ ଭାଗିବର ଜଙ୍ଗଲରେ ପାଣ୍ଡବମାନେ ଆଜି ଜଳ ଟୋପିଏ ପାଇନାହାନ୍ତି। ଯୁଧିଷ୍ଠିରଙ୍କର ତଣ୍ଟି ଶୁଖି ଯାଉଛି। ଯୁଧିଷ୍ଠିର ଡାକିଲେ, ଭୀମ ଏତେ ବଡ଼ ଜଙ୍ଗଲରେ ଆଜି ଜଳ ଟୋପିଏ ମିଳୁନାହିଁ। ସମ୍ମୁଖରେ ଯେଉଁ ମୁଣ୍ଡିଆ ଅଛି, ଏ ମୁଣ୍ଡିଆ ଉପରକୁ ତମେ ଆରୋହଣ କର, ଦେଖ ଏ ଜଙ୍ଗଲରେ କେଉଁଠି ଜଳ ଅଛି। ହେ ମୋର ବିଦ୍ୱାନ ମଣ୍ଡଳୀ, ମା ମାନେ ସବୁ ମନ ଦେଇ ଶୁଣ। ବଡ଼ ଭାଇଙ୍କର ନିର୍ଦ୍ଦେଶାନୁସାରେ ଦ୍ୱିତୀୟ ପାଣ୍ଡବ ଭୀମସେନ ସମ୍ମୁଖସ୍ଥ ମୁଣ୍ଡିଆ ଉପରକୁ ଆରୋହଣ କଲେ। ଦେଖିଲେ ବହୁ ଦୂରରେ ଆକାଶ ମାର୍ଗରେ ପକ୍ଷୀ ଗୁଡ଼ିଏ ଉଡୁଛନ୍ତି। ଭୀମ ଚିନ୍ତା କଲେ, ଜଙ୍ଗଲରେ ଯଦି ଜଳ ନଥାନ୍ତା ପକ୍ଷୀ ବା ଉଡ଼ନ୍ତେ କାହିଁକି? ହାତ ଯୋଡ଼ି ଦେଲେ। ଭୀମ କହିଲେ, ନନା ଏ ଜଙ୍ଗଲରେ ନିଶ୍ଚିତ ଜଳ ଅଛି, ମୁଁ ଯାଉଛି ଜଳ ନେଇ ଫେରିବି। ଏଇ କଥା କହି ଜଙ୍ଗଲର କଣ୍ଟକାକୀର୍ଣ୍ଣ ପଥକୁ ଅତିକ୍ରମ କରି ଦ୍ୱିତୀୟ ପାଣ୍ଡବ ଭୀମ ଜଳ ଅନ୍ୱେଷଣରେ ଆଗେଇ ଗଲେ। ଯାଇ ପହଞ୍ଚି ଗଲେ ବିରାଟ ପୁଷ୍କରିଣୀ କୂଳରେ। କାଚ କାଟିଲା ପରି ନିର୍ମଳ ଜଳ। ପୋଖରୀ କୂଳରେ ଅଛି ଗୋଟାଏ ଶିମିଳି ଗଛ। ଶିମିଳି ଗଛ ଉପରେ ବସିଛି ଗୋଟିଏ ବଗ। ଭୀମ ଯେତେବେଳେ ପୋଖରୀ କୂଳରେ ପହଞ୍ଚିଲେ, ଶିମିଳି ଗଛରେ ବସିଥିବା ବଗ ମନୁଷ୍ୟ ଭାଷାରେ କହିଲା, ହେ ଆଗନ୍ତୁକ ଭଦ୍ର ବ୍ୟକ୍ତି, ଅଛି ବିପଦ ନ ପିଅ ପାଣି, ଅଛି ବିପଦ ନ ପିଅ ପାଣି। ଦେଖ ମରିଛନ୍ତି କେତେ ପ୍ରାଣୀ, ଦେଖ ମରିଛନ୍ତି କେତେ ପ୍ରାଣୀ। ଏ ବାବୁ, ଏ ପୋଖରୀରୁ ତମେ ଜଳପାନ କର ନା, ଜଳପାନ କଲେ ମୃତ୍ୟୁ ମୁଖରେ ପଡ଼ିବ। ଭୀମ ଆଶ୍ଚର୍ଯ୍ୟ ହେଲେ, କହିଲେ କଣ ହେଲା? କାଛ କାଟିଲା ପରି ନିର୍ମଳ ଜଳ, ଇଏ ଜଳପାନ କଲେ ଲୋକ ମରିବ? ଇଏ ବଗ ମତେ ଥଟ୍ଟା କରୁଛି। ବିପଦଟା ଯେତେବେଳେ ଆସିବ ତାର ଭାଇ ବନ୍ଧୁ କୁଟୁମ୍ବ ମାନଙ୍କୁ ଧରି ଆସିଥାଏ। ଆପଣଙ୍କର ବସୁଙ୍କ ଭାଷାରେ କହିଲେ, ବିପଦ ଆସଇ ଯେବେ, ବିପଦ ଆସଇ ଯେବେ, ଗୋଟିଏ ନ ଆସେ ତେବେ, ଗୋଟିଏ ନ ଆସେ ତେବେ, ଭରସା ଝଡ଼ ସମାନ ଆସେ ପ୍ରଖର, ଭରସା ଝଡ଼ ସମାନ ଆସେ ପ୍ରଖର। ହେ ମୋର ବିଦ୍ୱାନ
ମଣ୍ଡଳୀ ମା ମାନେ ଯେତିକି ବସିଛ ମନ ଦେଇ ଶୁଣ। ବର୍ଷା ହେବା ପୂର୍ବରୁ ଆଗେ ଆକାଶ ମାର୍ଗରେ କଳାହାଣ୍ଡିଆ ମେଘଟା ଉଠିବ, ବାଦଲ ଉଠିବ। ଆଗ ମେଘ ଉଠେଇବ, କଳାହାଣ୍ଡିଆ ମେଘ ଯେତେବେଳେ ଉଠିବ ଉଠେଇବ, ବିଜୁଳି ମାରିବ, ବିଜୁଳି ମାରିବ, ପବନ ହବ, ପବନ ବହିବ, ଘଡଘଡି ମାରିବ, ଘଡଘଡି ମାରିବ, ତାପରେ ଯାଇ ବର୍ଷା ହବ। ବର୍ଷା କେତେ ପଛରେ ନା। ବର୍ଷା ହେବା ପୂର୍ବରୁ ହଁ ସେ ଯେମିତି ତାର ଭାଇ ବନ୍ଧୁ କୁଟୁମ୍ବ ମାନଙ୍କୁ ଧରି ଆସିଥାଏ, ବାସ୍ ବିପଦଟା ଯେତେବେଳେ ଆମ ଆଡକୁ ମାରି ଆସିବ ମାରି ଆସିବ। ସେ ସେମିତି ତାର ଭାଇ ବନ୍ଧୁ କୁଟୁମ୍ବ ମାନଙ୍କୁ ଧରି ଆସିବ। ହଁ ଭୀମ ଚିନ୍ତା କଲେ ପୋଷା ଖେଳରେ ହାରିଯିବା ପରେ ଜଙ୍ଗଲରେ ଦୁଃଖ ଦାରିଦ୍ରତାର କଷାଘାତରେ ସମୟ ଅତିକ୍ରାନ୍ତ କରୁଥିବା ଅବସରରେ ଏ ସାମାନ୍ୟ ଗୋଟାଏ ବାରିଚର ଇଏ ମତେ ଥଟ୍ଟା କରୁଛି। ବଗ କଥାକୁ କର୍ଣ୍ଣପାତ କଲେ ନେଇ ଭୀମ ପୋଖରୀରେ ପ୍ରବେଶ କଲେ। ଜଳପାନ କରି ଜଳ ନେଇ ଯେତେବେଳେ ଉପରକୁ ଉଠି ଆସନ୍ତି ବଗ କଥା ବାସ୍ତବରେ ପ୍ରତିଫଳିତ ହେଲା। ପୋଖରୀ କୂଳରେ ଟଳି ପଡିଛନ୍ତି ଭୀମ। ସମୟ ଅତିକ୍ରାନ୍ତ। ଅର୍ଜୁନଙ୍କୁ ପଠେଇଲେ, ଅର୍ଜୁନଙ୍କର ଅବସ୍ଥା ତଦ୍ରୁପ ହେଲା। ନକୁଳଙ୍କୁ ପଠାଗଲା, ନକୁଳଙ୍କର ଅବସ୍ଥା ମଧ୍ୟ ତଦ୍ରୁପ ହେଲା। ମିଳେ ଆସି ପୁଣି ଦେବା ମିଳେ ଆସି ପୁଣି ଦେବା ରାଜ୍ୟ ହୋଇଲେ କି ହେବା ରାଜ୍ୟ ହୋଇଲେ କି ହେବା। ସର୍ବଶେଷରେ ସହଦେବଙ୍କୁ ପଠେଇଲେ ଯୁଧିଷ୍ଠିର। ସହଦେବ ଆସିଲେ, ପୋଖରୀ କୂଳରେ ପହଞ୍ଚିଲେ। ବଗ ବାରଣ କଲା, ସହଦେବ ବଗ କଥାକୁ କର୍ଣ୍ଣପାତ କଲେନି। ପୁଷ୍କରିଣୀରେ ପ୍ରବେଶ କରି ଆକଣ୍ଠ ଜଳପାନ ପୂର୍ବକ ଯେତେବେଳେ ଜଳ ନେଇ ଉପରକୁ ଉଠି ଆସନ୍ତି ବଗ କଥା ବାସ୍ତବରେ ପ୍ରତିଫଳିତ ହେଲା। ସହଦେବ ମଧ୍ୟ ଟଳି ପଡ଼ିଲେ। ହେ ମୋର ଗୁଣଗ୍ରାହୀ ବିବେକୀ ମଣ୍ଡଳୀ, ଆପଣ ମାନେ ଏତେ କଷ୍ଟ ସ୍ୱୀକାର କରି ବହୁ ଦୂର ଦୂରାନ୍ତରୁ ଆସନ୍ତି ପାଲା ଶୁଣିବା ପାଇଁ। ପାଲାବାଲା ଦେ ଛଡା ନେ ଶବ୍ଦ ନାହିଁ। ଜଳଖିଆ ଦିଅ, ପାନ ଦିଅ, ଭଲ ଖାଦ୍ୟ ଦିଅ, ସର୍ବଶେଷରେ ପାରିଶ୍ରୁତିକ ଦିଅ। ପାଲାବାଲା କେବେ କହିନାହାନ୍ତି ଦୁଶାସନ ବାବୁ ପାନ ଖଣ୍ଡେ ନିଅନ୍ତୁ, ଚା କପେ ନିଅନ୍ତୁ ନା। ପାଲାବାଲା ଦେଇ ଜାଣନ୍ତିନି, ନେଇ ଜାଣନ୍ତି। ଆଚ୍ଛା, ଆପଣ ମାନେ ଏତେ ଦୂର ଦୂରାନ୍ତରୁ ପାଲା ଶୁଣିବାକୁ କାହିଁକି ଆସନ୍ତି? ନା ପାଲାବାଲା କିଛି ନୀତି ଶିକ୍ଷା କହିବେ, ନ୍ୟାୟ ଦେବେ। ସହଦେବ ତ ତ୍ରିକାଳଜ୍ଞ, ନଖ ଦର୍ପଣକୁ ଚାହିଁଦେଲେ ଅତୀତ ବର୍ତ୍ତମାନ ଭବିଷ୍ୟତ ତିନି କାଳ କଥାକୁ ସେ ଦେଖିପାରନ୍ତି। ବଗ ତ ବାରଣ କରୁଛି, ସହଦେବ ମାନିଲେନି କାହିଁକି? ପାଣି ପିଇଲେ କାହିଁକି? ପୋଖରୀ କୂଳରେ ମରି ପଡ଼ିଲେ କାହିଁକି? ଉତ୍ତର କଣ ହେବ? ଲଲାଟ ଲିଖନ କେ କରିବ କେ କରିବ ପ୍ରାଣୀ ଅବଚତା ଭୁଞ୍ଜିବ। ଲଲାଟରେ ଯାହା ଲେଖା ଅଛି ତାହା ନିଶ୍ଚିତ ଘଟିବ। ତାଙ୍କ ବିଶ୍ୱରେ କେହି କାଟି ଦେଇ ପାରିବ ନାହିଁ। ଗୋଟିଏ ପ୍ରମାଣ ଦଉଛି, ସମୟ ସ୍ୱଳ୍ପ। ପଣ୍ଡିତ ଭର୍ତ୍ତୃହରି ସେ ପ୍ରମାଣ ଦେଲେ, ଲଲାଟରେ ଯାହା ଲେଖା ଅଛି ମାଲ ତାହା ନିଶ୍ଚିତ ଘଟିବ। କିପରି ନା ପତ୍ରଂ ଯଦି ନଇବ କରି ରବିଟପେ ବସନ୍ତସ୍ୟ କି ଉଲୁକମ ଯଦି ନ ଦୃଶ୍ୟତି ଦିବା ସୂର୍ଯ୍ୟସ୍ୟ କିଂ ଦୂଷଣ ଧାରା ନଇବ ପତତି ଜାତକ ମୁଖେ ମେଘସ୍ୟ କିଂ ଦୂଷଣ ଯଦ୍ଧାତା ନିଜ ଭାଲ ପଟ୍ଟ ଲିଖିତ ମାର୍ଜିତ କକ୍ଷମ ଧରାଧାମରେ ବସନ୍ତ ଋତୁ ପ୍ରବାହିତ ହେଲା। ପ୍ରତ୍ୟେକ ବୃକ୍ଷଲତାରେ
ତା ପତ୍ର ସବୁ କଅଁଳିଲା। ବସନ୍ତ ଋତୁ ଆସିବା ମାତ୍ରକେ ପ୍ରତ୍ୟେକ ବୃକ୍ଷଲତା ନବପଲ୍ଲବିତ ହେବା ବେଳେ ଆଜ୍ଞା କରୀର ବିଟପ ଯେ ବାଉଁଶ ଗଛ, ବାଉଁଶ ଗଛ ବାଉଁଶ ଗଛରୁ ପତ୍ର ଝଡ଼ିଯାଏ। ଝଡ଼ି ପଡ଼ିଲା ସବୁ ଗଛରେ ପତ୍ର ହବ, ଆଜ୍ଞା କିନ୍ତୁ ବାଉଁଶ ଗଛରୁ ବସନ୍ତ ଋତୁରେ ପତ୍ର ଝଡ଼ି ପଡ଼ିବ। ଝଡ଼ି ପଡ଼ିବ। ଭର୍ତ୍ତୃହରି କହିଲେ ସେ କଣ ବସନ୍ତ ଋତୁର ଦୋଷ? ବାଉଁଶ ଗଛର ଭାଗ୍ୟ ଦୋଷ। ଉଲୁକଂ ଯଦି ନ ଦୃଶ୍ୟତି ଦିବା ସୂର୍ଯ୍ୟସ୍ୟ କିନ୍ଦୁଷଣଂ। ପୂର୍ବାକାଶରେ ଆରକ୍ତିମା ବର୍ଣ୍ଣକୁ ଧାରଣ କରି ଆଜ୍ଞା ଭଗବାନ ସୂର୍ଯ୍ୟ ଉଦୟ ହେବା ମାତ୍ରକେ ହଁ ସମସ୍ତ ଜୀବ ଜଗତ ଦେଖିବାକୁ ପାଇଲା। ଦେଖିବାକୁ ପାଇଲା। ଉଲୁକ ଯେ ପେଚା, ପେଚା ପେଚାକୁ ଯଦି ଆଜ୍ଞା ଦିନରେ ଦେଖା ନ ଯିବ ଯିବ। ସେ କଣ ସୂର୍ଯ୍ୟଙ୍କର ଦୋଷ? ପେଚାର ଭାଗ୍ୟ ଦୋଷ। ଧାରା ନୈବ ପତତି ଚାତକ ମୁଖେ ମେଘସ୍ୟ କିନ୍ଦୁଷଣଂ। ଅବିରାମ ଗତିରେ ବର୍ଷା ବର୍ଷୁଛି, ହଁ ଗଛ ଡାଳରେ ଚାତକ ପକ୍ଷୀ ମୁଖ ବ୍ୟାଦାନ କରି ବସିଛି। ଚାତକ ପକ୍ଷୀର ପାଟିରେ ଯଦି ବର୍ଷା ଜଳ ନ ପଡେ ନ ପଡ଼ି ସେ କଣ ବର୍ଷାର ଦୋଷ? ଚାତକ ପକ୍ଷୀର ଭାଗ୍ୟ ଦୋଷ। ତେଣୁ ଯଥା ତା ନିଜ ଭାଲ ପଟ ଲିଖିତମ୍ ମାର୍ଜିତଂ କକ୍ଷମ। ବିଧାତା ଯାହା ଲଲାଟ ପଟଳରେ ଲେଖିଛି ତାକୁ ବିଶ୍ୱରେ କେହି କେବେ କାଟି ଦେଇ ପାରିବନି। ନାହିଁ ଚାରି ଭାଇ ପୋଖରୀ କୂଳରେ ମୋଡ଼ି ପଡ଼ିଛନ୍ତି। ହଁ ତଣ୍ଟି ଶୁଖି ଯାଉଛି ଯୁଧିଷ୍ଠିରଙ୍କର। ଦ୍ରୌପଦୀଙ୍କୁ ଡାକିଲେ, କହିଲେ ଦ୍ରୌପଦୀ ସ୍ୱାମୀ ବିପଦ ବେଳେ ଚାରି ଜଣଙ୍କୁ ପରୀକ୍ଷା କରାଯାଏ। ଚାରି ଜଣ କିଏ ସାର୍? ହେ ମୋର ମହାନୁଭବ ବିଦ୍ୱାନ ମଣ୍ଡଳୀ, ଆପଣ ମାନେ ଲକ୍ଷ୍ୟ କରନ୍ତୁ, ବିପଦ ବେଳେ କେଉଁ ଚାରି ଜଣଙ୍କୁ ଆପଣ ମାନେ ପରୀକ୍ଷା କରିବେ? ଗୋସ୍ୱାମୀ ତୁଳସୀଦାସ ରାମଚରିତ ମାନସ କହିଲେ ଧର୍ମ ଧୀରଜ ମିତ୍ରରୁ ନାରୀ ରାମ ଜୟ ରାମ ଜୟ ଜୟ ରାମ ରାମ ଧର୍ମ ଧୀରଜ ମିତ୍ରରୁ ନାରୀ ରାମ ଜୟ ଜୟ ରାମ ରାମ ଆପଦ କାଳେ ପରୀକ୍ଷା ଚାରି ସଂକଟ ମୋଚନ। ବିପଦ ବେଳେ କେଉଁ ଚାରି ଜଣଙ୍କୁ ଆପଣ ମାନେ ପରୀକ୍ଷା କରିବେ? ମନ ଦେଇ ଶୁଣନ୍ତୁ। ଧର୍ମ, ଆଜ୍ଞା ଯେତେ ବଡ଼ ବିପଦଟା ଆସୁନା କାହିଁକି, ଆପଣଙ୍କର ଯଦି ଧର୍ମ ବଳ ଥବ ସେ ବିପଦଟା ପାଣି ଫୋଟକା ପରି କୁଆଡେ ମିଳେଇଯିବ। ଧୀରଜ ଧୈର୍ଯ୍ୟ ଶକ୍ତି, ବିପଦ ବେଳେ ଆପଣ ମାନେ ଆପଣଙ୍କର ଧୈର୍ଯ୍ୟକୁ ପରୀକ୍ଷା କରିବେ। ଧୈର୍ଯ୍ୟ ରହୁଛି ନା ଆପଣ ମାନେ ଧୈର୍ଯ୍ୟ ହରା ହେଇ ପଡୁଛନ୍ତି। ମିତ୍ର ବନ୍ଧୁ, ସମ୍ପଦ ବେଳେ ତ କେତେ ବନ୍ଧୁ ଆପଣଙ୍କୁ ଦେଖାଦେବେ, ବିପଦ ବେଳେ ଯିଏ ବାସ୍ତବରେ ଛିଡ଼ା ହେଲା ସେଇ ହଉଛି ବନ୍ଧୁ। উৎসবে বেশনে চৈব দুর্ভিক্ষে রাষ্ট্র বিপ্লবে রাজদ্বারে শ্মশানে চ জ্যোতিষ্ঠতি সবান্ধব। সম্পদ বেড়ে বাবু সর্বেশ্বর সর্বেশ্বর বাবু সর্বেশ্বর সম্পদ বেড়ে বাবু সর্বেশ্বর। কিয়ে কাহার বাবু কিয়ে কাহার বিপদ বেড়ে বাবু কিয়ে কাহার কাহার কাটিয়া তকেব না তো হও। আচ্ছা অন্টিরে খই ଅଛି কেতে কাউ আজ্ঞা উড়িবে? অন্টিরু খই সরি যাও আউ কাউঙ্কর দেখা মিলিব। ତମର ପାଲା ପଡୁଛି ବର୍ଷରେ 600 ରାତି, ବର୍ଷେ ପାଲା ବନ୍ଦ କରିଦେଲ, ରହିଲି যোগ্য পিলা ଯାଇ ଉପେନ୍ଦ୍ର ବେହୁରା ପାଖରେ ରହିଲି। କିନ୍ତୁ ଯେତେବେଳେ ସେ ତୁମେ ପାଲା ଗାଇଲ, ମୁହଁକୁ ଲଗେଇ ଦେ ମୋ ପାଖରେ, ଆପଣଙ୍କ ପାଖକୁ ପୁଣି ଆଇଲି। ଭଲ ତମର କର। ଯଦି ପାଲା ନାହିଁ ଘୁଞ୍ଚିଆ ମୋ ପାଖକୁ ଆମେ ହଁ। ତମ ପାଖରେ ରହିବୁନି, ତମକୁ ଛାଡିକି ଅନ୍ୟ যা যা দে পড়া যা। বরেণ্য বর সুধী সমাজ দ্রুপদ যে মা সহ চালন্তি ধরম চালন্তি ধর্ম এবে চলন্তি ধর্ম কেবে মিলিব জল ফাটুছি মর্ম। দ্রুপদ রাজ যে মা দ্রৌপদীঙ্কর কর কমলକୁ ধরি ধর্মরাজ যুধিষ্ঠির জল অন্বেষণরে চালিছন্তি। পৌঁছি গলে পোখରୀ কূଳରେ বসিছি ডালে বক যাইনি কাহি যাইনি কাহি বক যাইনি কাহি আউ ডাক ছাড়ে চলিল লপিয়া তুহি বঙ্গ ডাকিলা তোলা হে আগন্তুক ভদ্র ব্যক্তি, এ পুষ্করিণী রুদ্ম বিনা অনুমতিরে তুমি জলপান করো না। করোনা
ଯୁଧିଷ୍ଠିର ଛିଡ଼ା ହେଲେ, ହଁ। ହାତ ଯୋଡ଼ି ଦେଲେ, ବାଃ। କହିଲେ ହେ ବାରିଚର, ହଁ। ତାହେଲେ ଆପଣଙ୍କର ବକ୍ତବ୍ୟ ଆପଣ ପରିପ୍ରକାଶ କରନ୍ତୁ। କରନ୍ତୁ। ବଗ କହିଲା ଯୁଧିଷ୍ଠିର, ମୁଁ କଣ ଆଜି ଏଠି ବସିଛି? ନାଇଁ ତ ବହୁତ ଦିନ ହେଲାଣି ହଁ। ମୁଁ ଏ ବୃକ୍ଷରେ ଅଛି। ବସିଛି। ମୋ ମନରେ ଚାରୋଟି ପ୍ରଶ୍ନ ଉଙ୍କି ମାରେ। ହଁ। ମୋ ଚାରୋଟି ପ୍ରଶ୍ନର ଉତ୍ତର ଯଦି ତମେ ଦେଇଦବ, ତାହେଲେ ସସ୍ତ୍ରୀକ ପୁଷ୍କରିଣୀରେ ସ୍ନାନ କରି ଜଳପାନ କରି ମନ ଆନନ୍ଦରେ ଚାଲିଯିବ। ହେ ମୋର ଗୁଣିଜ୍ଞାନୀ ବିବେକୀ ମହୋଦୟ, ମହାଭାରତ ଅଧ୍ୟୟନ କଲେ ଆପଣ ମାନେ ଯେଉଁ ଶେଷ ନିର୍ଯାସରେ ଉପନୀତ ହେବେ, ଭଗବାନ ବ୍ୟାସ ଏ ଚାରୋଟି ପ୍ରଶ୍ନ ଉପରେ ମହାଭାରତର ନିର୍ଯାସକୁ ରଖିଛନ୍ତି। ବଗ ଡାକିଲା, କହିଲା କାଚ ବାର୍ତ୍ତା କିମା ଆଶ୍ଚର୍ଯ୍ୟ ପନ୍ଥା କଶ୍ଚ ମୋଦତେ ମମୈତାନ ଚତୁର ଚତୁର ପ୍ରଶ୍ନ কথୟିତ୍ୱା ଜଳಂ ପିବ। ବଗ ଡାକିଲା ଯୁଧିଷ୍ଠିର, କାଚ ବାର୍ତ୍ତା ବିଶ୍ୱର ସମ୍ବାଦ କଣ? କିମ୍ ଆଶ୍ଚର୍ଯ୍ୟମ୍, ଜଗତରେ ଆଶ୍ଚର୍ଯ୍ୟ କଥା କଣ? କ ପନ୍ଥା, ବାଟ କିଏ କେଉଁ ବାଟ ଦେଇ ଗଲେ ଲୋକ ଉଦ୍ଧାର ହବ? କଶ୍ଚ ମୋଦତେ, ଜଗତରେ ସୁଖୀ କିଏ? ମମ ଏତାନ ଚତୁରଃ ପ୍ରଶ୍ନାନ কথୟିତ୍ୱା ତ୍ୱଂ ଜଳଂ ପିବ। ମୋର ଏଇ ଚାରୋଟି ପ୍ରଶ୍ନର ଉତ୍ତର ଦେବା ପରେ ତମେ ଜଳପାନ କର। ପ୍ରଥମ ପ୍ରଶ୍ନ ହଉଛି କାଚ ବାର୍ତ୍ତା, ବିଶ୍ୱର ସମ୍ବାଦ କଣ? ଯୁଧିଷ୍ଠିର ଉତ୍ତର ଦେଲେ, କହିଲେ ପୃଥିବୀ ଭାଣ୍ଡଙ୍ଗ ଗଗନ ପିଧାନ ସୂର୍ଯ୍ୟାଗ୍ନି ରାତ୍ରି ଦିବେନ୍ଦନେନ ମାସର୍ତୁ ଦର୍ପି ପରିହର୍ତ୍ତନେନ ତାନି କାଳଃ ପଚତି ତିବାର୍ତ୍ତା। ଯୁଧିଷ୍ଠିର ଉତ୍ତର ଦେଲେ, କହିଲେ ହେ ବାରିଚର, ପୃଥିବୀ ଭାଣ୍ଡମ, ଭାଣ୍ଡମ। ପୃଥିବୀ ହଉଛି ଗୋଟେ ହାଣ୍ଡି। ହାଣ୍ଡି ଗଗନଂ ଅପିଧାନମ, ଗଗନ ଅର୍ଥ ଆକାଶ, ଆକାଶ। ଅପିଧାନ ଅର୍ଥ ଢାଙ୍କୁଣି। ଢାଙ୍କୁଣି। ପୃଥିବୀ ଯଦି ହାଣ୍ଡି ହେଲା, ହେଲା। ଆକାଶ ହେଲା ତାର ଢାଙ୍କୁଣି। ବାସ୍। ସୂର୍ଯ୍ୟାଗ୍ନି ନା, ହଁ। ସୂର୍ଯ୍ୟଙ୍କର କିରଣ ହେଲା ଅଗ୍ନି। ଅଗ୍ନି। ଦିବେନ୍ଧନେନ, ହଁ। ଦିବସ ହେଲା ଇନ୍ଧନ କି କାଠ। କାଠ। ମାସର୍ତୁ ଦର୍ବି, ଦର୍ବି। ମାସ ଏବଂ ଋତୁ ଇଏ ହେଲା ଦର୍ବି କି ଚଟୁ। ଚଟୁ। ଭୂତାନି କି ଜୀବ ଜଗତକୁ କାଳ ଏଥିରେ ପାକ କରୁଛି। ବୁଝି ହେଲାନି, ସରଳ ଓଡିଆ କରିଦଉଛି। ପଢିଦିଅନ୍ତୁ। ପୃଥିବୀ ରୂପକ ହାଣ୍ଡିରେ ହାଣ୍ଡିରେ ଜୀବ ଜଗତକୁ ରଖି ରଖି ଦିନ ରୂପକ କାଠରେ କାଠରେ ସୂର୍ଯ୍ୟଙ୍କର କିରଣ ରୂପକ ଅଗ୍ନିକୁ ସଂଯୋଗ କରି କରି ମାସ ଏବଂ ଋତୁ ରୂପକ ଚଟୁ ସାହାଯ୍ୟରେ ସାହାଯ୍ୟରେ କାଳୟାକୁ ସବୁବେଳ ପାଇଁ ଘାଣ୍ଟୁଛି। ଏଇ ହଉଛି ବିଶ୍ୱର ସମ୍ବାଦ। ସମ୍ବାଦ। କି ଆଶ୍ଚର୍ଯ୍ୟମ୍, ଜଗତରେ ଆଶ୍ଚର୍ଯ୍ୟ କଥା କଣ? ଯୁଧିଷ୍ଠିର ଉତ୍ତର ଦେଲେ, କହିଲେ ଅହନି ଅହନି ଭୂତାନି ଗଚ୍ଛନ୍ତି ହ ଜମାଳୟ ଶେଷାଃ ଜୀବିତୁମିଚ୍ଛନ୍ତି କିମ୍ ଆଶ୍ଚର୍ଯ୍ୟମତଃ ପରଃ। କାଇଁ ବାଡଉଛ ରେ? ଅହନି ଅହନି ଭୂତାନି ଜମାଳୟମ ଜାନ୍ତି। ଦିନ ରାତି ଲୋକ ଦେଖୁଛି, ଲୋକ ମରୁଛି। ମୋରି ସାଥିରେ ଆସିଥିଲା ପୁଅ ଲଙ୍ଗଳା, ଗଲା ଲଙ୍ଗଳା, କିଛି ନେଲାନି। ମୁଁ ଆସିଛି ଲଙ୍ଗଳା, ଯିବି ଲଙ୍ଗଳା, କିଛି ନେବିନି। ଏ କଥା ସମସ୍ତେ ଜାଣୁଛନ୍ତି, କିନ୍ତୁ ମୋ ଜମି ପାଖରେ ଜମି ଖଣ୍ଡକ ଅଛି। କେମିତି ମୋ ଜମି ସାଙ୍ଗରେ ତାକୁ ସାମିଲ କରିବି? ମତେ ମାରିଛି, ତାକୁ ଭୁବନେଶ୍ୱର ନାଲି କୋଠା ଦେଖେଇବି। ଯୁଧିଷ୍ଠିର କହିଲେ କି କଥା? ଇଏ ତ ସମସ୍ତେ ଜାଣୁଛନ୍ତି, ମୁଁ ଆସିଛି ଲଙ୍ଗଳା, ଯିବି ଲଙ୍ଗଳା, କିଛି ତ ନେବିନି। ଇଏ କଣ ସବୁ ରୁଣ୍ଡେଇଲାଣି? ଅତଃ ପରଂ କିମ୍ ଆଶ୍ଚର୍ଯ୍ୟଂ ଅସ୍ତି, ଆକୁ ଛାଡ଼ିଲେ ଜଗତରେ ଆଉ ଆଶ୍ଚର୍ଯ୍ୟ କଥା କଣ ଅଛି? କ ପନ୍ଥା, ବାଟ କିଏ? କେଉଁ ବାଟ ଦେଇ ଲୋକ ଉଦ୍ଧାର ହବ? ଉତ୍ତର ଦେଲେ ଯୁଧିଷ୍ଠିର, କହିଲେ ତର୍କ ପ୍ରତିଷ୍ଠା ସୁଦୟ ବିଭିନ୍ନ ନୈକୋ ମୁନିର୍ଯସ୍ୟ ମତଂ ପ୍ରମାଣ ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟ ମହାଜନୋ ଯେନ ଗତସ୍ୟ ପନ୍ଥା ତର୍କ ପ୍ରତିଷ୍ଠା
ବାପ ତର୍କ କଲେ ଆପଣ ମାନେ କୌଣସି ଶାସ୍ତ୍ରର ଶେଷ ସିଦ୍ଧାନ୍ତରେ ଉପନୀତ ହୋଇପାରିବେ ନାହିଁ। ନା ଶ୍ରୁତୟ ବିଭିନ୍ନ ହଁ ବେଦ ଶାସ୍ତ୍ର ବହୁତ ପ୍ରକାର ଅଛି। ନୈକୋ ମୁନିର୍ଯସ୍ୟ ମତଂ ପ୍ରମାଣ ପ୍ରମାଣ ଦବ ରାଜା ସ୍ୱର୍ଣ୍ଣ ପ୍ରସବୁ ଭାରତରେ ହଁ। ଏମିତି ମୁନି ଋଷି ଜନ୍ମ ଗ୍ରହଣ କରିନାହାନ୍ତି ନାହାନ୍ତି। ଯାହାଙ୍କର ମତ ଏକ। ଏକଟେ। ଏକ। ତା ଅର୍ଥ ନାନା ମୁନିଙ୍କର ନାନା ମତ ମତ ପରନ୍ତୁ ଧର୍ମସ୍ୟ ତତ୍ତ୍ୱ ନିହିତଂ ଗୁହାୟାମ୍ ଗୁହାୟାମ୍। ଧର୍ମର ତତ୍ତ୍ୱ ଅତି ଗୋପନୀୟ ହଁ। ସୁତରାଂ ମହାଜନ ଓଝେନ ଗତସ୍ୟ ସ ପନ୍ଥା ପନ୍ଥା। ମହତ ଲୋକମାନେ ଯେଉଁ ବାଟ ଦେଖେଇଛନ୍ତି ସେଇଟା ହିଁ ପ୍ରକୃତ ବାଟ। ହେ କସ୍ୟ ମୋଦତେ ହଁ ଜଗତରେ ସୁଖୀ କିଏ? ଉତ୍ତର ଦେଲେ ଯୁଧିଷ୍ଠିର କଲେ ଦିବସ ଶାଷ୍ଟମେ ଭାଗେ ସା କଙ୍ଗ ପଚତି ଅନ୍ଦ୍ରୁଣି ଚାପ ବାସିଚ ସବାରି ଜଳ ଦିବସର ଅଷ୍ଟମ ମୁହୂର୍ତ୍ତରେ ମଧ୍ୟାହ୍ନ ସମୟରେ ଜନରହ ଶାକଂ ପଚତି ଯୋଉ ଲୋକ ଶାଗ ପଖାଳ ପାଇଲା ଗଣ୍ଡିଏ ଖାଇଦେଲା ଅନ୍ଦ୍ରୁଣି ଜୀବନରେ ଋଣ କରିନି ଅପ୍ରବାସୀ ବିଦେଶକୁ ଯାଇନାହିଁ ସାଉ ନାହିଁ କି ମହାଜନ ନାହିଁ ଜୀବନରେ ଋଣ କରିନି ମଧ୍ୟାହ୍ନ ସମୟରେ ଯୋଉ ଶାଗ ପଖାଳ ପାଇଲା ଗଣ୍ଡିଏ ଖାଇଦେଲା ସେଇ ଏକା ଜଗତରେ ସୁଖୀ। ଆଜ୍ଞା ଏତେ କହିବ କ ପଚାରୁ ସାର ତତ୍ଵ ଚାରୋଟି ଇଏ ତ ଧର୍ମାଧୀଶ ପୁରୁଷ କହୁ ଗୋଟି କି ଗୋଟି ଚାରୋଟି ପ୍ରଶ୍ନର ଉତ୍ତର ଦେବା ପରେ ବଗ ସାଧୁବାଦ କଲା କହିଲା ଧନ୍ୟ ବିଚାରକ ଯୁଧିଷ୍ଠିର ଏଥର ତମେ ସତ୍ରିକ ପୁଷ୍କରିଣୀରୁ ଜଳ ପାନ କର। ହେ ମୋର ଗୁଣିଜ୍ଞାନୀ ବିବେକୀ ମହୋଦୟ ଚାରି ଭାଇ ପୋଖରୀ କୂଳରେ ମରି ପଡ଼ିଛନ୍ତି। ଧର୍ମରାଜ ଯୁଧିଷ୍ଠିରଙ୍କୁ ବର୍ତ୍ତମାନ ବଗ କହୁଛି ତମେ ଜଳପାନ କର। ଜଳପାନ କଲେ ଯୁଧିଷ୍ଠିର ନା ହାତ ଯୋଡ଼ି ଦେଲେ କହିଲେ ହେ ବାରିଚର ଆପଣ ଯଦି ମୋ ପ୍ରତି ସଦୟ ମୋର ଚାରି ଭାଇଙ୍କର ଜୀବନ ନାଟିକାକୁ ମତେ ଫେରେଇ ଦିଅନ୍ତୁ। ମୁଁ ଚାରି ଭାଇଙ୍କର ଜୀବନ ନାଟିକା ଫେରି ପାଇଲେ ଯାଇ ଜଳପାନ କରିବି। ଏପର୍ଯ୍ୟନ୍ତ ପରୀକ୍ଷା ସରିନି ବଗ ଡାକିଲା କହିଲା ଚାରି ଜଣ ମଧ୍ୟ ହେଲେ ଡାକ ବୋଲନ୍ତି ଦେଉଗରୀ ଡାକନ୍ତୁ ଫାଗୁନି ପାବନି ବଗ କହିଲା ଯୁଧିଷ୍ଠିର ମୁଁ ଚାରି ଭାଇଙ୍କୁ ବଞ୍ଚାଇ ପାରିବିନି। ଏ ଚାରି ଭାଇଙ୍କ ଭିତରୁ ତମେ ଯୋଉ ଯୋଡ଼ିଏ ଭାଇଙ୍କୁ ଭଲ ପାଅ ସେଇ ଦି ଭାଇଙ୍କ ନାଁକୁ ଧରି ଡାକ ମୁଁ ସେଇ ଦି ଭାଇଙ୍କୁ ବଞ୍ଚାଇ ଦେବି। ସ୍ୱାର୍ଥପର ନୀତି ଅବଲମ୍ବନ କରିଛନ୍ତି ସେଦିନ ଦ୍ରୁପଦ ରାଜ ମା ଦ୍ରୌପଦୀ କହିଲେ ସ୍ୱାମୀ ବଗ କହୁଛି ଚାରି ଭାଇଙ୍କ ଭିତରୁ ଯୋଡ଼ିଏ ଭାଇଙ୍କୁ ବଞ୍ଚାଇ ଦବ। ସୋଦରତା ଦୃଷ୍ଟିରୁ ତମେ ଭୀମ ଅର୍ଜୁନଙ୍କୁ ମାଗି ଆଣ। ଦେଖନ୍ତୁ ମହାଭାରତର ନ୍ୟାୟ। ଯୁଧିଷ୍ଠିର ଡାକିଲେ କହିଲେ ଦ୍ରୌପଦୀ କଣ କହିଲ? ମୁଁ ଭୀମ ଅର୍ଜୁନଙ୍କୁ ମାଗିବି? ଇଏ ବୁଝ ନା ସୁଶୀଳେ ଭୀମା ପକ୍ଷପାତ ଦ୍ରୌପଦୀ ଜାଣ ନା ମୋ ବାପା ପଣ୍ଡୁ ବିବାହ କରିଥିଲେ କୁନ୍ତୀଙ୍କୁ ବିବାହ କରିଥିଲେ ମାଦ୍ରୀଙ୍କୁ। କୁନ୍ତୀଙ୍କ ନିକଟରୁ ମୁଁ ଭୀମ ଅର୍ଜୁନ ଜନ୍ମ ନେଇଥିଲୁ। ମାଦ୍ରୀ ମାଙ୍କ ନିକଟରୁ ନକୁଳ ସହଦେବ ଜନ୍ମ ନେଇଥିଲେ। କାଲି ପରି ମନେ ଅଛି ମାଦ୍ରୀ ମାଙ୍କର ପ୍ରାଣ ପ୍ରୟାଣ ହେବା ପୂର୍ବରୁ ମାଦ୍ରୀ ମା ଦିନେ ଏକାନ୍ତରେ ମୋତେ ପାଖକୁ ଡାକିଲେ କହିଲେ ଯୁଧିଷ୍ଠିର ମୋ ପ୍ରାଣ ପ୍ରତି ମୋ ନକୁଳ ସହଦେବଙ୍କୁ ତୋରି ହାତରେ ଟେକି ଦେଇ ଯାଉଛି। ଯେତେବେଳେ ବିପଦ ପଡିବ ପ୍ରାଣ ବିନିମୟରେ ତୁ ମୋ ଯୋଡ଼ିଏ ପୁଅକୁ ରକ୍ଷା କର। ସତରେ ଦ୍ରୌପଦୀ
ଆକାଶ ମାର୍ଗରେ ଯେମିତି ମୋର ମାତୃମା ମତେ ହାତ ଠାରି ଡାକି କହୁଛି ରେ ଯୁଧିଷ୍ଠିର, ସେଇ ସମୟ ଉପସ୍ଥିତ ମୁଁ ତତେ ପରୀକ୍ଷା କରିବି। ତୁ ଭୀମ ଅର୍ଜୁନଙ୍କୁ ମାଗୁଛୁ ନା ଭୀମ ଅର୍ଜୁନଙ୍କର ପରିବର୍ତ୍ତରେ ନକୁଳ ସହଦେବଙ୍କୁ ମାଗୁଛୁ? ଦ୍ରୌପଦୀ, ମୁଁ ଯେ ପର୍ଯ୍ୟନ୍ତ ବଞ୍ଚିଛି ମୋର ମା କୁନ୍ତୀଙ୍କ ନାମ ସେ ଯାବତ ଅଛି, କିନ୍ତୁ ନକୁଳ ସହଦେବ ଚାଲିଗଲେ ମୋ ମାତୃମା ନାମ ଆଜିଠାରୁ ଲୋପ ପାଇଯିବ। ମୁଁ ଚାହେଁ ନା ଭୀମ ଅର୍ଜୁନଙ୍କର ପରିବର୍ତ୍ତରେ ନକୁଳ ସହଦେବଙ୍କର ଜୀବନ ମୋର ଏକାନ୍ତ କାମ୍ୟ। ହାତ ଯୋଡ଼ି ଦେଲେ ଯୁଧିଷ୍ଠିର କହିଲେ, ହେ ବାରିଚର, ଆପଣ ଯଦି ମୋ ପ୍ରତି ସଦୟ ତାହେଲେ ମୋର ପ୍ରାଣ ପ୍ରତି ମୋ ଦୁଇ ଭାଇ ନକୁଳ ସହଦେବଙ୍କର ଜୀବନ ନାଟିକକୁ ଫେରେଇ ଦିଅନ୍ତୁ। ସାଧୁବାଦ କଲା ବଗ, କହିଲା ଧନ୍ୟ ବିଚାରକ ଯୁଧିଷ୍ଠିର, ମୁଁ ତମକୁ ପରୀକ୍ଷା କରୁଥିଲି, ଏ ପରୀକ୍ଷାରେ ତମେ ଉତ୍ତୀର୍ଣ୍ଣ ହେଇଛ। ଏଥର ଚାରି ଭାଇଙ୍କ ନାଁକୁ ଧରି ଡାକ, ସେମାନେ ନିଦ୍ରାରୁ ଉଠିଲା ପରି ଉଠିବେ। ଚାରି ଭାଇଙ୍କର ନାଁକୁ ଧରି ଡାକିବା ମାତ୍ରକେ ଭୀମ ଅର୍ଜୁନ ନକୁଳ ସହଦେବ ସମସ୍ତେ ଉଠି ପଡ଼ିଲେ। ଯୁଧିଷ୍ଠିରଙ୍କର ପାଦ ତଳେ ପ୍ରଣାମ କରି ପୁଷ୍କରିଣୀରୁ ଆକଣ୍ଠ ଜଳ ପାନ କରି ବିଭୁ ନାମ କୀର୍ତ୍ତନ କରି ଜଙ୍ଗଲ ପଥରେ ଚାଲିଛନ୍ତି। ସଙ୍ଗୀତ ଭାଇମାନେ ଆସିଲେଣି, 11:05 ହେଲାଣି। ବିଦାୟ ନେଉଛି ଆପଣମାନଙ୍କ ନିକଟରୁ। ହଉ ମୋ ଦୁଃଶାସନ ବାବୁ ଆସିଲେଣି ଆଜ୍ଞା। ହଉ ପ୍ରଭୁ ଫେର ଚାହିଁଥିଲେ କେବେ ଦେଖା ହେବ, ଆପଣଙ୍କର ସାନ୍ନିଧ୍ୟ ଟିକେ ଲାଭ କରିବାକୁ ପଡ଼ିବ ଆଜ୍ଞା। ଓ ଉପସ୍ଥିତ ମୋର ଗୁରୁଜନ ମଣ୍ଡଳୀ ତଥା ମା ଓ ଭଉଣୀମାନେ ତଥା ପାଲାପ୍ରେମୀ ବନ୍ଧୁଗଣ ଏବଂ କମିଟିର ସମସ୍ତ କର୍ମକର୍ତ୍ତାଗଣ ଏବଂ ଉଭୟ ଦଳର କଳାକାରବୃନ୍ଦ ଏବଂ ଆଜିର ଯେଉଁ ପଣ୍ଡା ମହୋତ୍ସବ ଯେଉଁ ଆଲୋଚନାଟି କଲେ ବହୁତ ତାଙ୍କ ହୃଦୟସ୍ପର୍ଶୀ ଅଛି। ଏହା ନିଶ୍ଚିତ ଭାବରେ ଆଉ ପୁଣି କେତେବେଳେ ସୁଯୋଗ ମିଳିବ ଆପଣଙ୍କର ଚାମର ନେବା ପାଇଁ ଭଗବାନ ଜାଣନ୍ତି। ମନରେ ବହୁତ ଆକାଂକ୍ଷା ଆପଣଙ୍କର ସାହିତ୍ୟ ଚର୍ଚ୍ଚା ଶୁଣିବା ପାଇଁ, ଆପଣଙ୍କର ଚାମର ଟିକେ ନେବା ପାଇଁ। ଆଉ ଦୁଃଖ ଲାଗୁଛି ଯେ କାଲି ସକାଳେ କାଲି ସନ୍ଧ୍ୟାବେଳେ ଏ ଜାଗାକୁ ଦେଖିଲେ ଯେଉଁମାନେ ପ୍ରକୃତ ଏଥିରେ ନିଜକୁ ସାମିଲ କରିଥିବେ ସେମାନେ କେତେ ଦୁଃଖ ଅନୁଭବ କରିବେ ସେଟା ସେଇମାନେ ଜାଣନ୍ତି। ଯାହା ହଉ ଆମେ ଆଶା କରୁଛୁ ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ଆପଣ ଏମିତି କଳା ପରିବେଷଣ ସାହିତ୍ୟ ପରିବେଷଣ କରିଚାଲିଥାନ୍ତୁ। ଆଉ ତ ଆଜିକାଲି ଯେଉଁ ରାଗ ରାଗିଣୀ ତ ଆଉ ମିଳୁନାହିଁ। ଆପଣ ଭଳିଆ କେତେଜଣ ହାତ ଗଣ୍ଠି ଗାୟକ ଚାଲିଗଲା ପରେ ଆଉ ରାଗ ରାଗିଣୀର ବୁଡ଼ିଯିବ। ଯାହା ହଉ ଆପଣ ଯେତିକି ଦିନ ସରସ୍ୱତୀଙ୍କର ଆଶୀର୍ବାଦ ଆପଣଙ୍କ ପ୍ରାପ୍ତ ହୋଇଛନ୍ତି, ଆପଣ ଠିକ୍ ଭାବରେ କରିଥାନ୍ତୁ, ଚଲେଇଥାନ୍ତୁ। ନିଶ୍ଚିତ ଭାବରେ ଭଗବାନଙ୍କର ଆପଣଙ୍କୁ ସହାୟ ହେବେ ଏବଂ ଆପଣ ବହୁ ଲୋକଙ୍କ ମନରେ ଯେଉଁ ଶାନ୍ତି ଆଣୁଛନ୍ତି ସେଇଟା ହେଉଛି ଭଗବାନଙ୍କ ସହିତ ଆଶୀର୍ବାଦ ସହିତ ସମାନ। ତେଣୁ ଆମେ ନିଶ୍ଚିତ ଭାବରେ ଏ ବର୍ଷର ଯେଉଁ ପାଲାଟି 16କୁ 100 ସକ୍ସେସଫୁଲ୍ ହେଇଛି। ଏଥିରେ 2 ଜଣ ଗାୟକ, ଏଭଳି ଗାୟକ 2 ଜଣ ମିଳିବା କଷ୍ଟକର। ତେଣୁ ଆଜି ଯାହା ହଉ ଉଦ୍ଯାପନ ଦିବସ ଆଉ ତ ମିଳିବନି, ଆପଣ ଦେଖା ଯଦି ଏ ପାଖରେ କେତେବେଳେ ସୁଯୋଗ ମିଳେ ନିଶ୍ଚିତ ଭାବରେ ଆମେ ଆପଣଙ୍କ ପାଖକୁ ଯିବୁ, ଆପଣଙ୍କ ଚାମର ଟିକେ ନେବା ପାଇଁ ଚେଷ୍ଟା କରିବୁ। ଏବଂ ଯଦି କିଛି ଚର୍ଚ୍ଚାରେ କମିଟି ଭାଇମାନେ କିଛି ଭୁଲ ଭଟା କରିଥିବେ ତାଙ୍କୁ କ୍ଷମା ଦେବେ ଏବଂ ଭବିଷ୍ୟତରେ ନିଶ୍ଚିତ ଭାବରେ ଆପଣଙ୍କ ପାଦ ଏଠି ପଡ଼ିବ ବୋଲି ମୁଁ ଆଶା କରୁଛି। ଆକୁ ମନେ ରଖିଥିବେ ଏବଂ ଅଞ୍ଚଳର ଆଚାର ବ୍ୟବହାର ଏବଂ ସରକନ୍ତରା ଗ୍ରାମର ଯେଉଁ ଭାଇମାନଙ୍କର ଯେଉଁ ସ୍ନେହ ଶ୍ରଦ୍ଧା ଆକୁ ଟିକେ ମନେ ରଖିଥିବେ। ଏତିକି କହି ଗୋଟେ ଚାମର ନେବା ପାଇଁ ମୁଁ ଆସି ବ୍ୟସ୍ତ ହେଇକି ଆସିଥିଲି। ଓମ୍ ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନଂ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁର୍ମୁକ୍ଷୋୟମାମୃତାତ୍। ମଙ୍ଗଳମୟ ଶିବ ଶଙ୍କର ବ୍ରହ୍ମେଶ୍ୱର ମୋର ସମ୍ମାନର ଦୁଃଶାସନ ବାବୁଙ୍କର ଚଲାପଥକୁ କୁସୁମିତ କରିବା ସହିତ ତାଙ୍କର ପାରିବାରିକ ଜୀବନ ଉନ୍ନତି ରଖନ୍ତୁ। ରୁଣ୍ଡେ ବହୁତ ମୋର ଆବାଳ ବୃଦ୍ଧ ବନିତା ମାନଙ୍କର मनस्कामना पूर्ण करंतु भगवान शिव शंकर ब्रह्मेश्वर बोलंतु सर्वे आनो